ମାଛକୁଣ୍ଡ ଜଳପ୍ରପାତ ଡ୍ରୋନ୍ ସଟ୍ ନେବା ବେଳେ ଭାସିଗଲେ ୟୁଟ୍ୟୁବର, ଏବେ ସୁଦ୍ଧା ମିଳିପାରି ନାହିଁ ପତା। ସୂଚନାଯୋଗ୍ୟ, କଟକ ଅଞ୍ଚଳର ଅଭିଜିତ ବେହେରା ଓ ସାଗର ସାଙ୍ଗ ହୋଇ କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସିଥିଲେ। ଦୁହେଁ ଆଜି ଡୁଡୁମା ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଜଳପ୍ରପାତର ମଝିରେ ଛିଡ଼ା ହୋଇଥିଲେ ସାଗର, ଟୁଡୁ। ଆଉ ସେପଟେ ଉପର ପାର୍ଶ୍ୱରେ ଦୁହେଁ ଡ୍ରୋନ୍ରେ ଭିଡ଼ିଓ ରେକର୍ଡ କରୁଥିଲେ। ଭାଇରାଲ ଫଟୋରେ ଏହା ମଧ୍ୟ ଦୃଶ୍ୟମାନ ହେଉଛି ଯେ ଆଖପାଖରେ କିଛି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ଚଳପ୍ରଚଳ କରୁଛନ୍ତି। ତେବେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ମୁଖ୍ୟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା। ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅପରାହ୍ନରେ 2000 କ୍ୟୁସେକ୍ ଜଳ ମାଛକୁଣ୍ଡ ଡି ଡ୍ୟାମ୍ରୁ ଛାଡ଼ିଥିଲେ। ସୁରକ୍ଷା ଦୃଷ୍ଟିରୁ ଜଳ ନିଷ୍କାସନ କରିବାକୁ ବିଭାଗୀୟ ଅଧିକାରୀ ବାଧ୍ୟ ହୋଇଥିଲେ। ଡି ଡ୍ୟାମ୍ର 7 ନମ୍ବର ଗେଟ୍ରୁ ଜଳ ନିଷ୍କାସନ ପୂର୍ବରୁ 3 ଥର ସାଇରନ୍ ମଧ୍ୟ ବାଜିଥିଲା। ଏହାପରେ ପ୍ରବଳ ବେଗରେ ପାଣି ଆସିବାରୁ ମାଛ ଧରିବାକୁ ଯାଇଥିବା କେଉଟ ପର୍ଯ୍ୟଟକ ପ୍ରାଣ ବିକଳରେ ସେଠାରୁ ଦୌଡ଼ିବା ଆରମ୍ଭ କରିଥିଲେ। କିନ୍ତୁ ସାଗର, ଟୁଡୁ ସେହି ଗଭୀର ବନ୍ୟା ଜଳରେ ଫସି ଯାଇଥିଲେ। ପ୍ରଖର ଜଳସ୍ରୋତ ତାଙ୍କୁ ଡୁଡୁମା ଜଳପ୍ରପାତ ଭିତରକୁ ଭସାଇ ନେଇଥିଲା। ସେପଟେ ଆଖପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହି ଖବର ମିଳିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୂଚନା ଅନୁଯାୟୀ ନିଖୋଜ ୟୁଟ୍ୟୁବରଙ୍କ ଏବେ ସୁଦ୍ଧା ସନ୍ଧାନ ମିଳିପାରିନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।